हेलो हाय नमस्ते ମୁଁ ଆପଣଙ୍କର ପ୍ରିୟ ତ୍ରିଦୀପ ସାର୍ ସ୍ୱାଗତ କରୁଛି ଆମ ପ୍ରତିଭା ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲଗିଂ ଚ୍ୟାନେଲ୍ ଏବଂ ଏଜୁକେସନାଲ୍ ଚ୍ୟାନେଲ୍କୁ। ତ ସାଙ୍ଗମାନେ ଏବେ ଚାଲିଛି ପିକନିକ୍ ସିଜିନ୍। ଏହି ପିକନିକ୍ ସିଜିନ୍ରେ ଆମେ ଚାଲନ୍ତୁ ଦେଖିବା ନନ୍ଦନକାନନ, ଯାହାକି ଆମ ଇଣ୍ଡିଆର ସବୁଠୁ ବଡ଼ ଜୁଲୋଜିକାଲ୍ ପାର୍କ। ଏବଂ ସେଇ ଜୁଲୋଜିକାଲ୍ ପାର୍କ ଏ ବର୍ଷ ପିକନିକ୍ ସିଜିନ୍ରେ କେମିତି ମାହୋଲ ଅଛି ଟିକେ ସିଆଡ଼େ ଟିକେ ଦେଖିବା ଚାଲନ୍ତୁ। ତ ଫ୍ରେଣ୍ଡସ୍ ଦେଖିପାରୁଥିବେ ଆପଣମାନେ ଏବେ ପିକନିକ୍ ସିଜିନ୍ ଚାଲିଛି। ପିକନିକ୍ ସିଜିନ୍ରେ କେତେ ଭିଡ଼ ଆଜି ନନ୍ଦନକାନନ ଅଛି ଚିଡ଼ିଆଖାନା। ପ୍ରବଳ ସଂଖ୍ୟାର ଲୋକ ଆସିଛନ୍ତି, ଆମର ଓଡ଼ିଶାର ଲୋକ ଏବଂ ଅଲଗା ଅଦର ଷ୍ଟେଟ୍ର ଲୋକମାନେ ମଧ୍ୟ ଆସିଛନ୍ତି, କାରଣ ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଛନ୍ତି। ପୁରା ଜନଗହଳିର ମାହୋଲ ଆପଣମାନେ ଦେଖିପାରୁଥିବେ। କେତେ ସୁନ୍ଦର ଏହି ଜାଗା ଏବଂ କେତେ ସୁନ୍ଦର ଏହି ଭିଡ଼ ଲାଗି ରହିଛି। ଏବେ ଆମେ ଏଣ୍ଟ୍ରାନ୍ସରୁ ଜଷ୍ଟ ଆମେ ଆସିକି ଲେଫ୍ଟକୁ ଗଲୁ, ରାଇଟ୍ ସାଇଡ଼କୁ ଗଲୁ। ରାଇଟ୍ ସାଇଡ଼୍ ଗଲା ପରେ ସେପଟକୁ ଆମେ ଦେଖିବୁ, ସେଟା ହେଉଛି ଟାଇଗର ସାଫାରି। ଟାଇଗର ସାଫାରିର ବହୁତ ପ୍ରକାରର ରହୁଛି ଟାଇଗର ଗୁଡ଼ିକ ଅଛନ୍ତି, ଧଳା ବାଘ, ମହାବଳ ବାଘ, ରୟାଲ ବେଙ୍ଗଲ ଟାଇଗର, ଚିତାବାଘ, ଏମିତି ବିଭିନ୍ନ ଟାଇପ୍ର ସବୁ ଟାଇଗର ମାନେ ସବୁ ଅଛନ୍ତି। ତେଣୁ ଗୋଟିଏ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଦେଖିପାରୁଥିବେ ଚିତାବାଘ କେମିତି ବସିଛି ମଞ୍ଚା ଉପରେ, ପୁରା ପୁଷ୍ପରାଜ ଭଳି ସେ ବସିଛି। ଏବଂ ଏଟା ହେଉଛି ହ୍ୱାଇଟ୍ ଟାଇଗର, ଯେଉଁଟା ଧଳା ବାଘ, କେବଳ ଆମ ନନ୍ଦନକାନନ ପ୍ରସିଦ୍ଧ ସେଇ ଧଳା ବାଘ ପାଇଁ। ଏବଂ ବାଘଟି ବହୁତ ବଡ଼ ଏବଂ ସେ ପାଟିରେ ଗୋଟିଏ ମାଂସ ଖଣ୍ଡ ନେଇ ଆମ ଆଡ଼କୁ ଆସୁଛି, କ୍ୟାମେରା ପାଖକୁ ଆସୁଛି। ଏବଂ ବାଘଟି ବହୁତ ବଡ଼ ଏବଂ ବହୁତ ସୁନ୍ଦର, ପୁରା ବ୍ୟୁଟିଫୁଲ୍, ପୁରା କ୍ୟୁଟ୍ ହେଇଛି, ଏକଦମ ପୁରା ସଫା, ନିଟ୍ ଆଣ୍ଡ କ୍ଲିନ୍। ତାର ପ୍ରପର ଟ୍ରିଟମେଣ୍ଟ ହେଉଛି ନନ୍ଦନକାନନ ଅଧିକାରୀମାନେ ନେଉଛନ୍ତି। ଏବଂ ସେ ଆସିବ, ତାର ମଞ୍ଚା ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛି, ବସିକି ସେ ଆମକୁ ପୁରା ସେଲ୍ଫି ପୋଜ୍ରେ ଆମକୁ ଫଟୋଟି ଦେଉଛି। ବହୁତ ସୁନ୍ଦର ବ୍ୟୁଟିଫୁଲ୍। ତେଣୁ ଦେଖନ୍ତୁ କେମିତି ସେ ମାଂସକୁ ଖାଉଛି ଏବଂ ଦର୍ଶକମାନେ ତାକୁ ଦେଖିକି ବହୁତ ଆନନ୍ଦିତ ମଧ୍ୟ ହେଉଛନ୍ତି। ତ ଇଏ ହେଉଛି ଆମର ହ୍ୱାଇଟ୍ ଟାଇଗର, ଯାହା ପାଇଁ ଆମ ନନ୍ଦନକାନନ ଭାରତ ବର୍ଷରେ ପ୍ରସିଦ୍ଧ ଲାଭ କରିଛି ଏବଂ ୱାର୍ଲଡରେ ପ୍ରସିଦ୍ଧ ଲାଭ କରିଛି। ଏହା ପରେ ଆମେ ଯିବା ଲାୟନ ସାଫାରିକୁ। ଲାୟନ ସାଫାରିର ସେମିତି ବିଭିନ୍ନ ପ୍ରକାରର ଲାୟନ ସବୁ ଅଛନ୍ତି। ତେଣୁ ଏଠି ଦେଖିପାରୁଥିବେ ଦୁଇଟି ଲାୟନ, ଗୋଟିଏ ହେଉଛି ମେଲ୍ ଲାୟନ ଆଉ ଗୋଟେ ଫିମେଲ୍ ଲାୟନ। ଏ ଦୁଇ ଜଣ ବୁଲୁଛନ୍ତି, ଦିନ ସାରା ବୁଲିକି ଥକିଗଲେଣି। ଏବେ ସନ୍ଧ୍ୟା ଟାଇମ୍ ହେଇଗଲାଣି। ସନ୍ଧ୍ୟା ଟାଇମ୍ ହେବାରୁ ସେମାନେ ରେଷ୍ଟ ପାଇଁ ଟିକେ ତରତର ହେଉଛନ୍ତି। ଏ ଲାୟନଟି ଟିକେ ଓଲ୍ଡ ହେଇଗଲାଣି, ବୁଢ଼ା ହେଇଗଲାଣି, ଲାଗୁଛି ଆଉ ଟିକେ ବୟସ ହେଇଗଲାଣି। ତ ଏଠି ଯେଉଁ ଲାୟନ ଅଛି, ଇଏ ଗୋଟେ ହେଉଛି ଅଲଗା ପ୍ରକାରର ଲାୟନ। ଏମାନେ ଦୁଇ ଜଣ ମେଲ୍ ଆଉ ଫିମେଲ୍ ଥିଲେ। ଏବେ ଆଉ ଗୋଟିଏ ପ୍ରଜାତିର ଲାୟନ ଆସିଛି। ଏ ଲାୟନଟି ମଧ୍ୟ ଅଲଗା ଏକ ସାଫାରିରେ ରହୁଛି। ତ ସାଙ୍ଗମାନେ ଦେଖିପାରୁଛନ୍ତି ଏବେ ଟିକେ ଇଭିନିଂ ଟାଇମ୍ ହୋଇ ଆସିଲାଣି ଏବଂ କୁହୁଡ଼ି ମଧ୍ୟ ରହିଛି ଏବଂ ଜଙ୍ଗଲ ଭିତରେ ଗଛ ବଡ଼ ଅଛି। ତେଣୁ ଟିକେ କ୍ଲିଅର ଭିଜିବଲ୍ ହେଉନାହିଁ ଏବଂ ଭିଡ଼ିଓଟିକୁ ଅଧିକ ଲଙ୍ଗ ମୁଁ କରୁନାହିଁ, ସର୍ଟରେ ସାରୁଛି। ତେଣୁ ଜଷ୍ଟ ଖାଲି ଆପଣ ଏଲିଫେଣ୍ଟ ସାଫାରିରେ ଦୁଇଟି ଏଲିଫେଣ୍ଟ ଅଛନ୍ତି, ଗୋଟିଏ ଏପଟେ ଗୋଟିଏ ଏପଟେ। ଏବଂ ଏଟା ହେଉଛି କୁହୁଡ଼ି ଆସିବାରୁ ଭଲ ଭାବରେ ଦେଖାଯାଉନାହିଁ। ତାପରେ ଯିବା ଆମେ ଘଡ଼ିଆଲ କୁମ୍ଭୀର, ଯେଉଁଟା କୁମ୍ଭୀର ପ୍ରବଳ ମାତ୍ରାରେ ଦେଖନ୍ତୁ କେମିତି ପାଖାପାଖି 40-50ଟି କୁମ୍ଭୀର ସେମାନେ ବିଶ୍ରାମ ଅବସ୍ଥାରେ ଅଛନ୍ତି। ସେମାନେ ପୁରା ଶୋଇଛନ୍ତି, ତାଙ୍କୁ ଡାକିଲା ବେଳକୁ ସେମାନେ ଶୁଣୁନାହାନ୍ତି, କୌଣସି ପ୍ରକାର କିଛି ସେମାନଙ୍କର ହଲଚଲ ନାହିଁ। ସେମାନେ ପୁରା ଶାନ୍ତଶିଷ୍ଟ ଅବସ୍ଥାରେ ସେମାନେ ପୁରା ଶୋଇ ରହିଛନ୍ତି। ଏଗୁଡ଼ିକ ପୁରା ବହୁତ ହ୍ୱାଇଟ୍, ମାନେ ଧଳା କଲର୍ ହେଇଛି ଏବଂ ଏମାନେ ଏଇ ପୋଖରୀରେ ଅଛନ୍ତି। ଏବଂ ଦେଖନ୍ତୁ ଏବେ ଆମେ ଯିବା ଟିକେ ଅନ୍ୟ ଏକ ସାଫାରିକୁ। ଏଇଟା ଦେଖନ୍ତୁ, ଏଇଟା ଡିଅର ସାଫାରି। ଏଠି କେବଳ ହରିଣମାନେ ହିଁ ରହୁଛନ୍ତି। ହରିଣ ପୁଣି ବିଭିନ୍ନ ପ୍ରକାରର ଅଛନ୍ତି, ପାଖାପାଖି 5-10 ପ୍ରକାରର ହରିଣ ଏଇ ଆମର ଚିଡ଼ିଆଖାନାରେ ଦେଖିବାକୁ ପାଇବେ। ଆମେ ଯିବା ଜିରାଫ ପାଇଁ ପ୍ରସିଦ୍ଧ। ତ ସାଙ୍ଗମାନେ, ଏ ହେଉଛି ଜିରାଫ, ଯିଏକି ବିଶାଳକାୟ ପ୍ରାଣୀ, ତୃଣଭୋଜୀ ପ୍ରାଣୀ, ସମ୍ପୂର୍ଣ୍ଣ ଘାସ ଏବଂ ଗଛପତ୍ର ଖାଇ ବଞ୍ଚେ। ଏବେ ଆମେ ଟିକେ ଆସିବା, ଆଜ୍ଞା ଇଏ ଦେଖନ୍ତୁ ଓଟ ପକ୍ଷୀ, ଅଷ୍ଟ୍ରିଚ୍। ଓଟ ପକ୍ଷୀ ଗୋଟେ ମଣିଷ ହାଇଟ୍ ଭଳିଆ ଲାଗୁଛି, ବହୁତ ବଡ଼। ଏହା ଭିତରେ ସାଫାରିରେ 3ଟି ଓଟ ପକ୍ଷୀ ଅଛନ୍ତି, ଗୋଟେ ଏଠି, ଗୋଟେ ସେଠି, ଆଉ ଗୋଟେ ଆଗରେ ଅଛି। ଓଟ ପକ୍ଷୀ ବହୁତ ବଡ଼ ହେଇଛି ଏବଂ ସେମାନେ ସେ ମାଟିରୁ କ'ଣ ଛୋଟ ଜିନିଷ ଖୁଣ୍ଟି ସେମାନେ ଖାଉଛନ୍ତି। ଏବଂ ଆଉ ଗୋଟିଏ ଓଟ ପକ୍ଷୀ ବୁଲୁଛି, ଦେଖିପାରୁଥିବେ, ବହୁତ ସୁନ୍ଦର। ଇଏ ହେଉଛି ଆମର ନନ୍ଦନକାନନ ଜୁ, ଇଣ୍ଡିଆର ଲାର୍ଜେଷ୍ଟ ଜୁଲୋଜିକାଲ ପାର୍କ, ଯେଉଁଠିକି ବିଭିନ୍ନ ପ୍ରକାର ପ୍ରାଣୀ, ଏନିମାଲ୍ସ ଏବଂ ହେଉଛି ସରୀସୃପ ଏବଂ ବାର୍ଡସ୍ ଏବଂ ଏକ୍ୱାଟିକ୍ ଆନିମାଲ, ଜଳଚର ପ୍ରାଣୀ, ବିଭିନ୍ନ ପ୍ରକାରର ପ୍ରାଣୀ ସବୁ ଅଛନ୍ତି। ଲୋକମାନେ ଏବେ
ମୁଁ ଯେଉଁ ସାଫାରି ଯାଉଛି ସେଟା ସରୀସୃପ ବିଭାଗ। ସରୀସୃପ ବିଭାଗରେ ପ୍ରଥମ ହେଉଛି ଏଠି ସବୁ ଅଛି ଛୋଟ ଛୋଟ ସବୁ କେବିନ୍ ଆକାରରେ। ଏଇ କେବିନ୍ରେ ବିଭିନ୍ନ ପ୍ରକାରର ସାପ ଏଣ୍ଡୁଅ ଗୋଧି ଭଳି ସବୁ ସାପ ଏଣ୍ଡୁଅ ଗୋଧି ଭଳି ଜୀବ ଅଛି। ନେକ୍ସଟ ଆମେ ଯିବା ଯେଉଁ ଅଲଗା ପ୍ରକାରର ଛୋଟ ଛୋଟ କୁମ୍ଭୀର, ଏବଂ ଏଇଟା ବି ଗୋଟେ ଛୋଟ କୁମ୍ଭୀର। ଏଇଟା ହେଉଛି ଆମର ଅଜଗର। ଅଜଗର ବହୁତ ବିଶାଳକାୟ ଅଜଗର ଗୋଟେ ଅଛି। ଦେଖନ୍ତୁ କେମିତି ସେ ଚଳପ୍ରଚଳ ହେଉଛି, ଗୋଟେ ଜାଗାରେ ସ୍ଥିର ଭାବେ ରହିଛି। ତ ଇଏ ହେଉଛି ଆପଣଙ୍କ ଏହି ହିପୋର ଓଜନ 1500 କେଜିରୁ 2000 କେଜି ଭିତରେ ହେବ ମୋତେ ଲାଗୁଛି। ଏବଂ ହିପୋଟି ଆରାମସେ ସେ ସୁନ୍ଦର ଭାବରେ ତାର ଖାଇବାରେ ସେ ଲାଗିଛି। କାହାରି କଥା କିଛି ଶୁଣୁନାହିଁ, ସେ ଆରାମସେ ତାର ନିଜ କାମରେ ନିଜେ ଲାଗିଛି, ଖାଇବାକୁ ଲାଗିଛି। ବହୁତ ପ୍ରକାରର ସବୁ ଜୀବ ଅଛନ୍ତି ସବୁ। ତ ନେକ୍ସଟ ଆମେ ଯିବା ସରୀସୃପ ବିଭାଗର ଗୋଟେ ସୁନ୍ଦର ଗୋଟେ ବଡ଼ ଡାଇନୋସର ଚିତ୍ର ଏଠି ଅଛି, ଦେଖିପାରୁଥିବେ। ଏବଂ ଆଜି କେତେ ଭିଡ଼ ନନ୍ଦନକାନନରେ। ଆପଣମାନେ ଯଦି ଆସିବାକୁ ଚାହୁଁଛନ୍ତି ଆପଣ ଆସନ୍ତୁ। ରେଲୱେ ଷ୍ଟେସନରୁ ଯେକୌଣସି ଟାଉନ ବସ୍ରେ ଆପଣ ଆସିପାରିବେ। ନନ୍ଦନକାନନ କହିଲେ ଭୁବନେଶ୍ୱରର ଯେଉଁଠୁ ହେଲେ ବି ଆପଣ ପାଇଯିବେ ବସ୍, ଟାଉନ ବସ୍, ମୋ ବସ୍। ତ ଏବେ ସେଇ ହିପୋର ଗୋଟେ ଇଏ ଅଲଗା ପ୍ରଜାତି। ଦେଖନ୍ତୁ ଇଏ ଗୋଟେ ହେଉଛି ହିପୋର ଅଲଗା ପ୍ରଜାତି, ଯିଏକି ପୋଖରୀ ଭିତରେ ସ୍ନାନ କରୁଛି ଏବଂ ଆରାମସେ ପୋଖରୀ ଭିତରେ ଏତେ ଥଣ୍ଡାରେ ବି ସେ ବୁଡ଼ି ରହିଛି। ଏ ଦେଖନ୍ତୁ ସେ ତାର ପାଟି ମେଲା କଲା, ପାଣିରେ କେମିତି ବୁଡ଼ୁଛି ଏବଂ ପାଣିରେ ହିଁ ରୁହେ ସେ। ଏମାନେ ହେଉଛନ୍ତି ପାତି ମାଙ୍କଡ଼। ଏମାନେ ଶହ ଶହ ସଂଖ୍ୟାରେ ଅଛନ୍ତି, କାହାରି କିଛି ଅସୁବିଧା କରୁନାହାନ୍ତି, ଖେଳୁଛନ୍ତି ଏବଂ ମଣିଷ ଭଳି ସହିତ ମିଶୁଛନ୍ତି। ତ ଏଇଟା ହେଉଛି ଯେଉଁ ଦେଖୁଛନ୍ତି ମାଙ୍କଡ଼, ଏ ମାଙ୍କଡ଼ ମାନେ ଗୋଟେ ଅଲଗା ପ୍ରଜାତିର ମାଙ୍କଡ଼, ବହୁତ କ୍ୟୁଟ୍। ଏମାନଙ୍କର ସାଇଜ୍ ହେଉଛି ମାତ୍ର ଚାଖଣ୍ଡେ, ବହୁତ ଛୋଟ। ଏବଂ ଏମାନଙ୍କର ମୁହଁଟି ଦେଖିବାକୁ ଏତେ ସୁନ୍ଦର କ୍ୟୁଟ୍ ବହୁତ। ଏମାନେ ଖାଲି ଝୁଲୁଛନ୍ତି ଏବଂ ଖେଳୁଛନ୍ତି। ସେଠି ଯେତେ ଲୋକ ସବୁ ଅଛନ୍ତି ଏମାନଙ୍କୁ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଉଛନ୍ତି। କିଏ କହୁଛି ଘରକୁ ନେଇଯିବା, କିଏ କହୁଛି ଆମକୁ କେଉଁଠୁ ମିଳିବ ଏମିତି। ଇଏ ଗୋଟେ ଅଲଗା କଣ୍ଟ୍ରିରୁ ଏ ମାଙ୍କଡ଼ ଆସିକି ଆମ ନନ୍ଦନକାନନରେ ରଖାଯାଇଛି। ବହୁତ ଛୋଟ ଏମାନଙ୍କର ସାଇଜ୍, ମାତ୍ର ଚାଖଣ୍ଡେ, ଏବଂ ଏମାନେ ବହୁତ କ୍ୟୁଟ୍। ତ ସାଙ୍ଗମାନେ ନନ୍ଦନକାନନ ଯଦି ଆସିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଏବେ ଆସନ୍ତୁ, ସୁନ୍ଦର ସୁନ୍ଦର ସବୁ ଜୀବମାନଙ୍କୁ ଉପଭୋଗ କରନ୍ତୁ। ଫ୍ରେଣ୍ଡସ୍, ଏବେ ଆମେ ଆସିକି ପହଞ୍ଚିଛୁ ଯେଉଁଟା ହେଉଛି ଡିଅର୍ ସାଫାରି। ଡିଅର୍ ସାଫାରିର ସବୁଠୁ ବଡ଼ ଏରିଆ ଏଇଟା ହେଉଛି। ଏଠି ବହୁତ ସଂଖ୍ୟାରେ ଡିଅର୍ ଅଛି ଏବଂ ବିଭିନ୍ନ ପ୍ରଜାତିର ଡିଅର୍ ଗୁଡ଼ିକ ସବୁ ଅଛନ୍ତି। ଦେଖନ୍ତୁ ସେମାନେ ଡାଳର ପତ୍ର ଗୁଡ଼ିକ ସବୁ ଖାଉଛନ୍ତି ଏବଂ ଏମାନଙ୍କୁ ଅଧିକ ଭୋକ ଲାଗିଛି। ଏମାନେ ଡାଳର ବକଳ ଗୁଡ଼ିକ ମଧ୍ୟ ଖାଇଯାଉଛନ୍ତି, ଯେଉଁ ଡାଳର ଯେଉଁ ଅଛି ବକଳ ତାକୁ ମଧ୍ୟ ଖାଇଯାଉଛନ୍ତି। ତ ଫ୍ରେଣ୍ଡସ୍, ଇଏ ଗୋଟେ ହେଉଛି ଅଲଗା ପ୍ରକାରର ପକ୍ଷୀ, ଯାହାର ନେକ୍ଟି ଦେଖନ୍ତୁ ବହୁତ ସୁନ୍ଦର ବ୍ଲୁ କଲର୍ ହେଇଛି ଏବଂ ରେଡ୍ କଲର୍ କମ୍ବିନେସନ୍ ଅଛି। ଏଠି ମଧ୍ୟ ସେଇ ହରିଣ ପ୍ରଜାତିର କିଛି ଅଛି, ଅଲଗା ହରିଣ। ଇଏ ହେଉଛି ଏମୁ ପକ୍ଷୀ, ଆପଣମାନେ ଜାଣିଥିବେ, ବଡ଼ ପକ୍ଷୀ। ଏମୁ ଅଷ୍ଟ୍ରିଚ୍ ଛୋଟ। ଏମାନେ ମଧ୍ୟ ବହୁତ ସଂଖ୍ୟାରେ କିଛି ଅଛନ୍ତି ଏବଂ ସେମାନେ କେତେ ସୁନ୍ଦର ଭାବରେ ବୁଲୁଛନ୍ତି ରାଜହଂସ ଭଳି। ଏବଂ ଏଠି ଦେଖନ୍ତୁ ନନ୍ଦନକାନନରେ କିଛି କିଛି ଗେଣ୍ଡୁ ଗଛ ଲାଗିଛି ପୁରା ବିଶାଳ ଏରିଆରେ, ବହୁତ ସୁନ୍ଦର ହେଇଛି। ଆଉ ନାଇଟ୍ ହେଇଯିବାରୁ ଟିକେ କ୍ଲିଅର ଭିଜିବୁଲ୍ ହେଉନାହିଁ। ସାଙ୍ଗମାନେ ଏଇଟା ହେଉଛି ବାର୍ଡ଼ ସାଫାରି, ବିଭିନ୍ନ ପ୍ରକାରର ପକ୍ଷୀ ଅଛି। ଏଠି ଆପଣ ଦେଖିବାକୁ ପାଇବେ ସାରସ ପକ୍ଷୀ, ବହୁତ ବଡ଼ ପକ୍ଷୀ, ଏବଂ ହାଡ଼ଶିଳା ପକ୍ଷୀ, ସିଏ ବି ଗୋଟେ ବହୁତ ବଡ଼ ପକ୍ଷୀ। ଥ୍ୟାଙ୍କ ୟୁ ସାଙ୍ଗମାନେ। ଏବେ ମୁଁ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଗଲି। ନନ୍ଦନକାନନ ବୁଲାବୁଲି ସାରି ବସ୍ରେ ଘରକୁ ଆସିବା ପାଇଁ, ମାତ୍ର ବସ୍ ସେଠୁ ନଥିଲା। ପୁଣି ଷ୍ଟେସନକୁ ଆସିଲି। ଷ୍ଟେସନରେ ଅପର କ୍ଲାସ୍ ୱେଟିଂ ହଲ୍ରେ ଅପେକ୍ଷା କଲି। ସାଙ୍ଗମାନେ ଆପଣମାନେ ମଧ୍ୟ ନନ୍ଦନକାନନ ଆସନ୍ତୁ ଏବଂ ବିଭିନ୍ନ ପ୍ରକାରର ଏମିତି ପଶୁପକ୍ଷୀମାନଙ୍କୁ ଦେଖନ୍ତୁ। ଏବଂ ମନେ ରଖିବେ ନନ୍ଦନକାନନ ଭିତରକୁ ଏଣ୍ଟ୍ରି ଫି ରହିଛି ମାତ୍ର 50 ଟଙ୍କା। ଯଦି ଆପଣ ବ୍ୟାଟେରୀ ଚାଳିତ ଅପରେଟେଡ଼ ଗାଡ଼ିରେ ବୁଲିବାକୁ ଚାହୁଁଛନ୍ତି 80 ଟଙ୍କା। ଯଦି ଆପଣ ଆଉଟୁ AC ବସ୍ରେ ବୁଲିବାକୁ ଚାହୁଁଛନ୍ତି 120 ଟଙ୍କା। ଏବଂ କେବେ ବି କୌଣସି ପଲିଥିନ୍ ଜିନିଷ ଆପଣ ୟା ଭିତରକୁ ଆଣିବେ ନାହିଁ, ପଲିଥିନ୍ ବେନ୍। ଏବଂ କୌଣସି ଖାଦ୍ୟ କୌଣସି ପଶୁମାନଙ୍କୁ ଦେବେ ନାହିଁ। ଥ୍ୟାଙ୍କ ୟୁ। ଯଦି ଭଲ ତ ମୋ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଏବଂ କହିବେ ଏବଂ କମେଣ୍ଟ ଲେଖି କେମିତି ଲାଗିଲା ଆପଣଙ୍କୁ। ଥ୍ୟାଙ୍କ ୟୁ।